ଥରେ ମଦନ ଏବଂ ଗୋପାଳ ଦୁଇ ସାଙ୍ଗ ଥିଲେ। ଛୋଟବେଳେ ମିଳିମିଶି କରି ରହୁଥିଲେ, ପାଠ ମଧ୍ୟ ପଢ଼ୁଥିଲେ। କାଳକ୍ରମେ ସେମାନେ ବଡ଼ ହୋଇଗଲେ। ବଡ଼ ହେଲା ପରେ ମଦନ ହେଲା ଗୋଟିଏ ଅଫିସର ଏବଂ ଗୋପାଳ ହେଲା ଜଣେ କୃଷକ। ଗୋପାଳର ପୁଅଟିଏ ଝିଅଟିଏ, ମଦନର ମଧ୍ୟ ପୁଅଟିଏ ଝିଅଟିଏ। କିନ୍ତୁ ମଦନ ବଡ଼ ଅଫିସରଟିଏ ହୋଇଗଲା, ଗୋପାଳ ଚାଷୀଟିଏ ହେଲା। ଗୋପାଳର ଗୋଟିଏ ସୁନ୍ଦରୀ ଝିଅ ଥିଲା, ତାକୁ ଗୋଟିଏ ଅଫିସର ପୁଅଟିଏ ବାହା ହେବା ପାଇଁ ପ୍ରସ୍ତାବ ଦେଲା। ଗୋପାଳ କିନ୍ତୁ ପଛ ଘୁଞ୍ଚା ଦେଉଥିଲା, ଯେହେତୁ ସେ ଗରିବ। କିନ୍ତୁ ଝିଅର ଗୁଣ ଦେଖିକରି ସେ ଅଫିସର ପୁଅଟା ପ୍ରସ୍ତାବ ଦେଇଥିଲା ଏବଂ ସେ ରାଜି ହୋଇଥିଲା। ବିବାହ ଦିନ ମଧ୍ୟ ଆସିଗଲା, କିନ୍ତୁ ଗୋପାଳ ମନରେ ଚିନ୍ତା, ଅଫିସର ଜ୍ୱାଇଁକୁ ଯୌତୁକ ଯଦି ଦେବି ନାହିଁ ତାହେଲେ ମୁଁ ସମାଜରେ ଲୋକ ହସା ହେବି, ମୋର ଜ୍ୱାଇଁର ସମ୍ମାନ ରହିବ ନାହିଁ। ଚିନ୍ତା କରୁଛି, ଚିନ୍ତାରେ ବସି ରହିଲା। ଏହି ସମୟରେ ବଡ଼ 4 ଚକିଆ ଗାଡ଼ିଟି ଆସିକରି ତାର ଘର ସାମ୍ନାରେ ଠିଆ ହେଲା। ଡ୍ରାଇଭର କାଗଜଟି ଆଣିକରି ଧରେଇ ଦେଲା। ଲେଖା ହେଇଥିଲା, ଏଇ ସାମାନତକ ତୁମେ ରଖି ପକାଅ, ଏଠି ତୁମର ବାଲ୍ୟବନ୍ଧୁ, ସେତିକି ଖାଲି। ତଥାପି ଗୋପାଳ ଆଶ୍ଚର୍ଯ୍ୟ ହୋଇଗଲା, କିଏ ଦେଲା ଏ ସାମାନ ସବୁ? ହଉ ଠିକ୍ ଅଛି, ବାଲ୍ୟବନ୍ଧୁ କିଏ କହିଛନ୍ତି ଦେଖିବା। ସାମାନ ସବୁ ରହିଲା, ସେଥିରେ କିଛି ଅର୍ଥ ମଧ୍ୟ ପଠା ହେଇଥିଲା। ବରଯାତ୍ରୀ ଆସିଲେ, ସେମାନେ ତାଙ୍କର ନାଚି ବାଡ଼େଇବା ଆରମ୍ଭ ହୋଇଗଲା। ଏହି ସମୟରେ ଗୋପାଳ ଘର ସାମ୍ନାରେ ଗୋଟିଏ କାରଟିଏ ଛିଡ଼ା ହେଲା ଏବଂ କାର ଭିତରୁ ଓହ୍ଲେଇ ପଡ଼ିଲେ 4ଟି ମୂର୍ତ୍ତି। ସେମାନେ କିଏ? ମଦନ, ମଦନର ସ୍ତ୍ରୀ ଏବଂ ପୁଅ ଝିଅ। ଗୋପାଳ କିନ୍ତୁ ପ୍ରଥମେ ଚିହ୍ନି ପାରିଲା ନାହିଁ। ସେ ଜଣେ ଚାଷୀ, ଜଣେ ଅଫିସର ବେଶ ପୋଷାକ ଦେଖିକରି ଅବାକ୍ ହୋଇଗଲା, କିଏ ଆସିଲେ ବୋଲି। ମଦନ ଦୌଡ଼ି ଆସିକରି ଗୋପାଳକୁ କୁଣ୍ଢେଇ ପକାଇଲା। ଆରେ ଗୋପାଳ, ମୋର ବାଲ୍ୟବନ୍ଧୁ, ମୁଁ ହେଉଛି ମଦନ। ତୋ ଝିଅ ଯାହା ମୋ ଝିଅ ତାହା। ତୋ ଝିଅର ବାହାଘର ମୋ ଝିଅର ବାହାଘର। ତେଣୁକରି ତୁ ସିନା କହିଲୁ ନାହିଁ, ଏ ଯେଉଁ ଯୌତୁକ ସାମଗ୍ରୀ ଏଇଟା ମୁଁ ପଠାଇଥିଲି। ଆଜି ମୁଁ ସବୁ ସହଯୋଗ କରିବି। ଛୁଟି ମିଳୁନଥିଲା, ମୁଁ ଆସିପାରୁନଥିଲି। ଏବେ 5 ଦିନ ପର୍ଯ୍ୟନ୍ତ ରହିବି ଗାଁରେ, ଭଲ ମନ୍ଦ ହେବା, ସବୁ କଥା ହେବା, ଦୁଃଖ ସୁଖ ହେବା। ଆଉ ପ୍ରଥମେ ଝିଅର ବାହାଘର ସରିଯାଉ। ଝିଅର ବାହାଘର ସୁରୁଖୁରୁରେ ସରିଲା। ସମସ୍ତେ ଖାଇ ପିଇ କରି ଗଲେ। ବାହାଘର ସରିଲା ପରେ ପୁଣି ମଦନ ଗୋପାଳକୁ କହିଲା, ମୁଁ ହେଉଛି ବାଲ୍ୟବନ୍ଧୁ ଏବଂ ବାଲ୍ୟକାଳର ଉପକାର ମୁଁ ଶୁଝିପାରିବି ନାହିଁ। ଏ ବାଲ୍ୟବନ୍ଧୁ ବୃଦ୍ଧ ବନ୍ଧୁ ପର୍ଯ୍ୟନ୍ତ ହେଇକି ରହିବ। ତେଣୁକରି ବାସ୍ତବରେ ଆମେ ଅନେକ ସମୟରେ ବାଲ୍ୟବନ୍ଧୁଙ୍କୁ ଭୁଲି ଯାଉ ଏବଂ ଯୁବକ ବନ୍ଧୁଙ୍କୁ ଧରି ପକାଉ। ନୂଆ ବନ୍ଧୁ ମିଳିଲେ ପୁରୁଣା ବନ୍ଧୁକୁ ଭୁଲି ଯାଉଛୁ। ଆମେ କେବେ ହେଲେ ମଧ୍ୟ ବାଲ୍ୟବନ୍ଧୁଙ୍କୁ ଭୁଲିବା ନାହିଁ। ଏଇ ମଦନ ଗୋପାଳ ଯେମିତି ବାଲ୍ୟବନ୍ଧୁ ଥିଲେ, ଆମେ ମଧ୍ୟ ସେମିତି ବାଲ୍ୟବନ୍ଧୁ। ସବୁବେଳେ ଆମେ ବାଲ୍ୟବନ୍ଧୁ ହେଇକି ରହିବା।